ପିଏମ୍ କିଷାନ ଯୋଜନାର ଟଙ୍କା ପାଇବା ପାଇଁ ଆପଣଙ୍କୁ 3ଟି ଡକୁମେଣ୍ଟ ଠିକ୍ କରିବା ନିହାତି ଆବଶ୍ୟକ, ନଚେତ୍ ଆପଣ ପାଇବେନି ପିଏମ୍ କିଷାନ ଯୋଜନାର ଟଙ୍କା। କ'ଣ କ'ଣ ଦେଖନ୍ତୁ, ଯଦିଓ ଆପଣ ଜଣେ ପିଏମ୍ କିଷାନ ହିତାଧିକାରୀ, ତାହେଲେ ଆପଣ ପିଏମ୍ କିଷାନ ଯୋଜନାରେ ଆପଣଙ୍କର EKYC କରିବା ନିହାତି ଆବଶ୍ୟକ, ଯାହାକି EKYCକୁ ମ୍ୟାଣ୍ଡେଟୋରି କରାଯାଇଛି। ଯଦିଓ ଆପଣ EKYC କରିନାହାନ୍ତି ତାହେଲେ ପିଏମ୍ କିଷାନ ଟଙ୍କା ପାଇବେ ନାହିଁ। EKYC କରିବା ପରେ ଆପଣଙ୍କର ଲ୍ୟାଣ୍ଡ ସିଡ଼ିଂ ଇଏସ୍ ଥିବା ବି ଦରକାର। ଯଦିଓ ଆପଣଙ୍କର ଲ୍ୟାଣ୍ଡ ସିଡ଼ିଂ ଇଏସ୍ ନାହିଁ ତାହେଲେ ବି ଆପଣ ପାଇବେନି ପିଏମ୍ କିଷାନ ଯୋଜନାର ଟଙ୍କା। ଯଦି ଆପଣଙ୍କର EKYC ଲ୍ୟାଣ୍ଡ ସିଡ଼ିଂ ଦୁଇଟା ଯାକ ଇଏସ୍ ଅଛି, ଯଦିଓ ଆପଣ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସିଡ଼ିଂ ତାହା ଇଏସ୍ ନାହିଁ, ତାହେଲେ ବି ଆପଣ ପାଇବେନି ପିଏମ୍ କିଷାନ ଯୋଜନାର ଟଙ୍କା। ଯଦିଓ ଆପଣଙ୍କର 3ଟି ଯାକ ଡକୁମେଣ୍ଟ ଠିକ୍ ଅଛି ତାହେଲେ ଆପଣ ପାଇବେ ଯାଇକି ପିଏମ୍ କିଷାନ ଯୋଜନାର ଟଙ୍କା। ସେଥିପାଇଁ ଆପଣ ନିହାତି ଆପଣଙ୍କର EKYC, ଲ୍ୟାଣ୍ଡ ସିଡ଼ିଂ, NPCI ଯାହାକୁ DBT ଆମେ କହିଥାଉ, ତାକୁ ଆପଣ ଲିଙ୍କ କରିକି ରଖନ୍ତୁ, ଯାହାଦ୍ୱାରା କି 22 ନମ୍ବରର କିସ୍ତି ମାର୍ଚ୍ଚ ମାସରେ ଦିଆଯିବ। ସେଇ ଟାଇମ୍ରେ ଆପଣମାନେ ପାଇବେ ପିଏମ୍ କିଷାନ ଯୋଜନାର 22 ନମ୍ବର ଇନଷ୍ଟଲମେଣ୍ଟ। ଯଦିଓ ଆପଣ ଏଇ 3ଟି ଡକୁମେଣ୍ଟ ଆପଣଙ୍କର ଠିକ୍ ନାହିଁ ତାହେଲେ ଆପଣ ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହେବେ, ଯାହାଦ୍ୱାରା କି ପିଏମ୍ କିଷାନ ପାଇବେନି ଓଡ଼ିଶା ସରକାରଙ୍କର CM କିଷାନ ବି ଆପଣ ପାଇବେ ନାହିଁ। କାହିଁକିନା ପିଏମ୍ କିଷାନ ଯିଏ ପାଇବ ବର୍ତ୍ତମାନ ସିଏ ହିଁ ପାଇବ CM କିଷାନ। ଯିଏ CM କିଷାନ ପାଇବ ବର୍ତ୍ତମାନ ସିଏ ହିଁ ପାଇବ ପିଏମ୍ କିଷାନ, ଯାହାକି ଦୁଇଟା ଯାକକୁ ଏକାରେ ବର୍ତ୍ତମାନ ଯୋଡ଼ା ଯାଉଛି। ଯୋଡ଼ିକି ଚାଷୀକୁ ସହାୟତା ରାଶି ଯୋଗାଇ ଦେବା ପାଇଁ ସରକାର ତାହାର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଆପଣମାନେ ଡକୁମେଣ୍ଟ ଠିକ୍ କରିବା ନିହାତି ଆବଶ୍ୟକ, ନଚେତ୍ ଆପଣ ପିଏମ୍ କିଷାନରୁ ବଞ୍ଚିତ ହେବେ, CM କିଷାନରୁ ବି ବଞ୍ଚିତ